ଦେଖନ୍ତୁ ଆଜିର ଡେଟରେ ସବୁଠାରୁ ଯୋଉ ବଡ ନ୍ୟୁଜ ଆସୁଛି ତାହା ହେଉଛି 18 ବର୍ଷ ବୟସରେ ଭାରତର ଗୁକେଶ ବନି ଯାଇଛନ୍ତି ୱାର୍ଲଡ ଚେସ୍ ଚାମ୍ପିୟନ। ବିଶ୍ୱନାଥ ଆନନ୍ଦଙ୍କ ପରେ ଇଏ ହଉଛନ୍ତି ସେକେଣ୍ଡ ଇଣ୍ଡିଆନ ଯିଏ ଇଏ କାରନାମା କରି ଦେଖେଇଛନ୍ତି। ନମସ୍କାର, ମୁଁ ବିଶ୍ୱଜିତ ସ୍ୱାଗତ କରୁଛି ମୋ ଚ୍ୟାନେଲ ଏଡୁ ଓଡିଶାକୁ। ଆଉ ଆପଣ ସ୍କ୍ରିନରେ ଯୋଉ ଫଟୋ ଦେଖୁଛନ୍ତି ସେ ହଉଛି ଗୁକେଶ କୁମାରଙ୍କର ୱାର୍ଲଡ ଚେସ୍ ଚାମ୍ପିୟନ ଜିତିବା ପରର କିଛିଟା ମୁହୂର୍ତ୍ତ। ଦେଖନ୍ତୁ 18 ବର୍ଷ ବୟସରେ ଇଏ ଏତେ ବଡ ଉପଲବ୍ଧି ଯେ ସାରା ବିଶ୍ଵ କଥା ହଉଛି ଗୁକେଶଙ୍କ ବିଷୟରେ। ଆଉ ସାରା ଭାରତ ଗୁକେଶକୁ ନେଇ ବହୁତ ପ୍ରାଉଡ ଫିଲ୍ କରୁଛି। ଯଦି ଆପଣ ଓଡିଶା ସିଜିଏଲ ସିଏଚଏସଏଲ କିମ୍ବା ଓଡିଶା ପୋଲିସ ପାଇଁ ପ୍ରସ୍ତୁତ ହଉଛନ୍ତି, ଏହିପରି ଟପିକ ଆପଣ ମାନଙ୍କ ପାଇଁ ବହୁତ ଦରକାର ହବ। ଲାଷ୍ଟ ଡେରେ ଆମେ ଯଦି ନରେନ୍ଦ୍ର ମୋଦୀଙ୍କ ଟ୍ୱିଟ୍ ଦେଖିବା ତ ନରେନ୍ଦ୍ର ମୋଦୀ କଂଗ୍ରାଚୁଲେସନ ଜଣେଇଛନ୍ତି ଗୁକେଶକୁ। ଆଉ ତାଙ୍କ ପାଇଁ ସାରା ଭାରତ ପ୍ରାଉଡ ଫିଲ୍ କରୁଛି ଏହା ମଧ୍ୟ ଟ୍ୱିଟ୍ କରିଛନ୍ତି। ମାନେ କହିବାକୁ ଗଲେ ସାରା ଦେଶରୁ କଂଗ୍ରାଚୁଲେସନ ଆସିଛି ଗୁକେଶଙ୍କ ପାଇଁ। ଆପଣ ଯଦି ଲଗାତାର ଲାଷ୍ଟ ବର୍ଷରେ ଦେଖିଥିବେ, ଲାଷ୍ଟ ବର୍ଷ ଚାଇନା ଚାମ୍ପିୟନ ଥିଲା ଚେସ୍ ର। ତ କିନ୍ତୁ ଏ ବର୍ଷ ଗୁକେଶ ଇଣ୍ଡିଆ ପାଇଁ ସ୍ପେଶିଆଲି ଇଣ୍ଡିଆ ପାଇଁ ଜିତିଛନ୍ତି ଚାମ୍ପିୟନ, ୱାର୍ଲଡ ଚାମ୍ପିୟନ ଚେସ୍ ଚାମ୍ପିୟନ ଜିତିଛନ୍ତି। ଆଉ ଏଥିପାଇଁ ଆମେ ତାଙ୍କ ପାଇଁ ବହୁତ ପ୍ରାଉଡ ଫିଲ୍ କରୁଛୁ। ଦିନ୍ ଲିଙ୍ଗ ଚୀନର ଗ୍ରାଣ୍ଡ ମାଷ୍ଟରକୁ ହରେଇଛନ୍ତି ଗୁକେଶ। ଦିନ୍ ଲିଙ୍ଗ ଚୀନ ଆର ବର୍ଷ ମଧ୍ୟ ଯୋଉ ଲାଷ୍ଟ ବର୍ଷ ହେଇଥିଲା ଆମର ୱାର୍ଲଡ ଚେସ୍ ଚାମ୍ପିୟନ, ତା ଦେହରେ ମଧ୍ୟ ମାନେ ସେ ଥିଲେ ଫାଇନାଲ କଣ୍ଟେଷ୍ଟେଣ୍ଟ ଥିଲେ ଆଉ ଚାମ୍ପିୟନ ମଧ୍ୟ ହେଇଥିଲେ। ଦେଖନ୍ତୁ ମୁକେଶ ଜିତିବା ପରେ ଇମୋସନାଲ ହେଇଯାଇଥିଲେ, କାରଣ ସେ ଯାହା ବି କରି ଦେଖେଇଛନ୍ତି ଇତିହାସରେ ନା ତାଙ୍କ ନାଁ ସବୁବେଳ ପାଇଁ ଲେଖାଯିବ। ଦିନଲିଙ୍ଗ ଥିଲେ ଲାଷ୍ଟ ଟାଇମ ଚେସ୍ ଚାମ୍ପିୟନ ରୁଷିଆର ଏଆ ନିପୋନିଚିଙ୍କୁ ହରାଇଥିଲେ ଦିନଲିଙ୍ଗ। ତ ଏଇଭଳି ଭାବେ ଯଦି ଆମେ ଲାଷ୍ଟ କିଛି ବର୍ଷର ଚେସ୍ ଚାମ୍ପିୟନସିପ ଦେଖିବା, ତ ଏଇଟା ଆପଣ ଦେଖୁଥିବେ କେମିତି ମାନେ ଇମୋସନ ହେଇଯାଇଥିଲେ ଗୁକେଶ। ତ ଆମେ ଯଦି ଲାଷ୍ଟ କିଛି ବର୍ଷ ଦେଖିବା ତ ମଙ୍ଗୁସ କାଲସନ ବିଶ୍ୱନାଥ ଆନନ୍ଦଙ୍କୁ ହରେଇଥିଲେ ଆଉ ତାପରେ କଣ୍ଟିନ୍ୟୁଅସ ଭାବେ ଚେସ୍ ର ଚାମ୍ପିୟନ ହେଇକି ରହିଥିଲେ ମଙ୍ଗୁସ କାଲସନ। ତ ତାପରେ ତା ପୂର୍ବ ରେକର୍ଡ ଯଦି ଦେଖିବା ବିଶ୍ୱନାଥ ଭାରତର ଚାମ୍ପିୟନ ହୋଇ କଣ୍ଟିନ୍ୟୁଅସ ହେଇ ଆସି ରହୁଥିଲେ ତା ପୂର୍ବରୁ ଯେତେ ସବୁ ଚେସ୍ ଚାମ୍ପିୟନ ମାନେ କଣ୍ଡକ୍ଟ କରାଯାଇଥିଲା। ତ ଏଇ ଯୋଉ ରେକର୍ଡ ଟା ଥିଲା ପ୍ରାୟ କାୟମ ଥିଲା। ତାପରେ ମଙ୍ଗୁସ କାଲସନ ନିଜେ ଓହରି ଯାଇଥିଲେ, କାହିଁକି ନା ସେ ଚାହୁଁନଥିଲେ କି ହଁ ମୁଁ ଚେସ୍ ତ ଖେଳିବି କିନ୍ତୁ କଣ୍ଟିନ୍ୟୁଅସଲି ୱାର୍ଲଡର ଯୋଉ ଚେସ୍ ଚାମ୍ପିୟନ ଇଏ ଟୁର୍ଣ୍ଣାମେଣ୍ଟ ମୁଁ ଖେଳିବିନି। ତ ସେଥିପାଇଁ ଏଇଟାକୁ ବି ବହୁତ ଲୋକମାନେ ଆକୁ ମାନେ କହୁଛନ୍ତି ଯେ ମଙ୍ଗୁସ କାଲସନ ଖେଳୁନାହାନ୍ତି ତ ବିଶ୍ୱନାଥ ଦତ୍ତ ହେଇକି ଫାଇଦା କଣ। ତ ସେମିତି ବି କିଛି ନାହିଁ, କାହିଁକି ନା ସମସ୍ତେ ନିଜ ନିଜ ପୋଟେନସିଆଲ କୁ ଶୋ କରନ୍ତି। ତାଙ୍କର ଇଚ୍ଛା ହେଲାନି ତ ଠିକ ଅଛି, ଏମିତି ତ ଲକ୍ଷ ୱାର୍ଲଡର ଥିବେ ନା ମାନେ ନିଜ ଟ୍ୟାଲେଣ୍ଟ କୁ ମାନେ ଚେସ୍ ରେ ବହୁତ ଟ୍ୟାଲେଣ୍ଟେଡ ଥିବେ, ହେଲେ ଟ୍ରଫି କେତେ ଲୋକ ଖେଳୁଛନ୍ତି ସେଇଟା ମ୍ୟାଟର କରୁଛି। ଠିକ ଅଛି, ତ ବିଶ୍ୱନାଥ ଆନନ୍ଦ ଇଏ ଯୋଉ ଫେମସ ଚେହେରା ଭାରତରେ, ଆପଣ ଆଙ୍କୁ ମନେ ରଖିଥିବେ। ପ୍ରାୟ ଓଡିଶା ଗଭର୍ଣ୍ଣମେଣ୍ଟ ର ମେନ୍ ସବୁ ଏକ୍ସାମ ରେ ଆପଣ ଯଦି ଦେଖିବେ ବିଶ୍ୱନାଥଙ୍କ ବିଷୟରେ ଗୋଟେ ଗୋଟେ କୋଶ୍ଚିନ୍ ଆସିଥାଏ। ତ ଏଇ କୋଶ୍ଚିନ୍ ଗୁଡା ମନେ ରଖିଥିବେ। ଠିକ ଅଛି, ତ ଫାଇନାଲି ଏଇଠି ଆମ ଭିଡିଓକୁ ଏଣ୍ଡ କରିବା। ଆଉ ଆପଣଙ୍କୁ ଗୋଟେ ଛୋଟ କୋଶ୍ଚିନ୍ ପଚାରୁଛି, ତ ଏ କୋଶ୍ଚିନ୍ ର ଆନ୍ସର ଆପଣ କମେଣ୍ଟ ବକ୍ସ ରେ ଜଣେଇବେ। ଯିଏ ଚେସ୍ ବୋର୍ଡ ରେ କେତେଟା ସ୍କୋୟାର ଥାଏ ଆପଣ ମତେ କହିବେ। ଠିକ ଅଛି, ତ ଏଇ କୋଶ୍ଚିନ୍ ଆନ୍ସର ଆପଣ କମେଣ୍ଟ ରେ ନିଶ୍ଚୟ ଭାବେ ଜଣେଇବେ। ତ କଣ କରିବା ଆଜି ପାଇଁ ଏତିକି। ଯଦି ୱାର୍ଲଡ ର କିଛି କିଛି ବଡ ବଡ ଟପିକ ଆସୁଛି ବା ଯୋଉଟା ମୁଁ ହୃଦୟ ବୋଧ କରିବି କି ଆପଣଙ୍କ ପାଇଁ ବହୁତ ଇମ୍ପୋର୍ଟାଣ୍ଟ ଅଛି ମାନେ ଆମର ଅପକମିଂ ଏକ୍ସାମ ପାଇଁ, ତ ସେ ରିଲେଟେଡ ଟପିକ ଗୁଡା ମୁଁ ନିଶ୍ଚୟ କଭର କରିବି। ତ ଆଜି ପାଇଁ ଏତିକି। ଆଉ ଗୋଟେ କଥା କହି ରଖୁଛି, ଯଦି ଆପଣଙ୍କ ପାଖରେ ସେମିତି କିଛି ଟପିକ ଅଛି ମାନେ ୱାର୍ଲଡ ର କିଛି ଜିନିଷ ଆପଣ ଜାଣିବାକୁ ଚାହୁଁଛନ୍ତି ତ ନିଶ୍ଚୟ କମେଣ୍ଟରେ ଜଣାନ୍ତୁ। ମୁଁ ଚେଷ୍ଟା କରିବି ଆଗକୁ ସେ ଟପିକ ଗୁଡା କଭର କରିବା ପାଇଁ। ଯଦି କୌଣସି ଭୁଲ ଭାଲ ଥାଏ ଭିଡିଓରେ ତ ନିଶ୍ଚୟ ଭାବେ କ୍ଷମା କରିଦେବେ, କାହିଁକି ନା ପ୍ରଥମ ପ୍ରଥମ ଭିଡିଓରେ ଏମିତି ସମସ୍ତଙ୍କର ରହିଥାଏ। ତ ଆଗକୁ ଆମେ ଆହୁରି ଭଲ ଭଲ ଟପିକ ଆଣିବା। ତ ଆଜି ପାଇଁ ଏତିକି, ରହୁଛି। ଧନ୍ୟବାଦ, ଜୟ ଜଗନ୍ନାଥ।